ନଦୀରେ କୁମ୍ଭୀର ଆତଙ୍କ ଯାଜପୁର ବିଞ୍ଝାରପୁର ବ୍ଲକ ମଧୁସୂଦନପୁର ଦେଇ ଯାଇଥିବା ହରତ୍ରୋତା ନଦୀରେ କୁମ୍ଭୀର ଦେଖିବାକୁ ମିଳିଛି, ଯାହାକୁ ନେଇ ଲୋକଙ୍କ ଭିତରେ ଭୟର ବାତାବରଣ ସୃଷ୍ଟି ହୋଇଛି। ସ୍ଥାନୀୟ ଲୋକମାନେ କହିଛନ୍ତି ଯେ ଗତ କିଛିଦିନ ଧରି ନଦୀ କୂଳରେ ଅସାଧାରଣ ଚଳାଚଳ ଦେଖିବାକୁ ମିଳୁଥିଲା, ଯାହାପରେ ଆଜି ସ୍ପଷ୍ଟ ଭାବରେ ଏକ ବଡ଼ କୁମ୍ଭୀର ଦେଖାଯାଇଛି। ଏହି ଘଟଣା ପରେ ଅଞ୍ଚଳବାସୀ ନଦୀକୁ ଯିବା ପାଇଁ ଭୟ ଅନୁଭବ କରୁଛନ୍ତି। ପ୍ରଶାସନ ପକ୍ଷରୁ ଲୋକମାନଙ୍କୁ ସତର୍କ ରହିବା ଏବଂ ନଦୀ କୂଳରେ ଅପରିହାର୍ଯ୍ୟ ଅବସ୍ଥା ବ୍ୟତୀତ ଯାଉନଥିବା ପାଇଁ ଆହ୍ୱାନ ଜାରି କରାଯାଇଛି। ଏହା ସହିତ ବନ ବିଭାଗ ଏବଂ ସ୍ଥାନୀୟ ପ୍ରଶାସନ ମିଳିତ ଟିମ୍ ଦ୍ୱାରା କୁମ୍ଭୀର ଧରିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି। ବ୍ୟୁରୋ ରିପୋର୍ଟ, ଟାଇମ୍ସ। Boarding completed. Nurture. Discover. Fly with pride. TSG Gurukul, the ultimate home for your child.